ଆସିଲେଣି କ'ଣ ଗୋଟେ ନେଇକି ଆସୁଛନ୍ତି। କ'ଣ ନେଇକି ଆସୁଛନ୍ତି କ'ଣ କିଓ? ଜିନିଷ ଜାମୁକୋଳି ଜାମୁକୋଳି ନେଇକି ପଳେଇ ଆସିଛନ୍ତି। ଜାମୁକୋଳି ସାଙ୍ଗମାନେ ଆମେ ଖାଇବା କେମିତି କ'ଣ ଲାଗୁଛି। ଜାମୁକୋଳି କିଏ ଖାଅ କି ନାହିଁ କହିବେ କମେଣ୍ଟରେ। ଆମେ ତ ପୁରା ଜାମୁକୋଳି ସମସ୍ତେ ଖାଉ। ତ ବାବରେ କି ଟେଷ୍ଟି ଟେଷ୍ଟି ଜାମୁକୋଳି ଦେଖନ୍ତୁ। ୟାକୁ ଭଲ ଭାବରେ ଆମେ ଧୁଆଧୁଇ କରି ସଫା କରି ଟିକେ ବିଟ ଲୁଣ ଛିଞ୍ଚି ଖାଇବା। ବହୁତ ବଡ଼ ମିଠା ଲାଗିବ। ବହୁତ ସୁନ୍ଦର ଜାମୁକୋଳି ହେଇଛି ସାଙ୍ଗମାନେ ଦେଖନ୍ତୁ। ଦେଖିପାରୁଥିବେ କେତେ ଜାମୁକୋଳି, ବଢ଼ିଆ ମିଠା ମିଠା ଜାମୁକୋଳି ହେଇଛି, ସୁନ୍ଦର ବି ହେଇଛି। ଚାଲନ୍ତୁ ତାକୁ ସାଙ୍ଗେ ସାଙ୍ଗେ ସଫା କରିଦେବା ଆଉ ଖାଇବା ବନେଇକି। ବର୍ତ୍ତମାନ ଦେଖନ୍ତୁ ମୁଁ ଏଠି ଆଜି ଗୁରୁବାର ବୋଲି ସନ୍ତୁଳା କରିବି ବୋଲି ସବୁ ପରିବା କାଟୁଥିଲି। ବାବୁ ଯେଉଁ ଆଣିଥିଲେ ଆମର ଜାମୁକୋଳି ତାକୁ ବାବୁ ପୁରା ସଫା କରିକି ନେଇ ଆସିଛନ୍ତି। ଏବେ ବିଟ ଲୁଣ ଛେଚିବେ। ଦେଖନ୍ତୁ ବିଟ ଲୁଣ ଟିକେ ପକେଇକି ଜାମୁକୋଳି ଖାଇଲେ ବହୁତ ଟେଷ୍ଟ ଲାଗେ। ପୁଅ ବି ଗାଧୋଇକି ପଳେଇ ଆସିଲାଣି। ସମସ୍ତେ ଟିକେ ଜାମୁକୋଳିକି ଟେଷ୍ଟ କରିବୁ। ତ ଟିକେ ଗୋଳେଇ ଦିଅ ଭଲ ଭାବରେ। ତ ଜାମୁକୋଳି କେଉଁମାନଙ୍କୁ ସାଙ୍ଗମାନେ ଭଲ ଲାଗେ ନିହାତି ମୋତେ ଜଣେଇବେ ହେଲା। ତ ଆମକୁ ତ ଜାମୁକୋଳି ବହୁତ ପସନ୍ଦ ଲାଗେ ଏମିତି ବିଟ ଲୁଣ ପକେଇକି ଖାଇବା ପାଇଁ। ତ ଏବେ ଆମେ ହାତରେ ଗୋଟେ ଧରିବା ଜାମୁକୋଳି, ତାପରେ ଖାଇବା। ବହୁତ ବଢ଼ିଆ ଟେଷ୍ଟ ଲାଗୁଛି। ଆମେ ପିଲାବେଳେ ଆମ ଗାଁରେ ଜଙ୍ଗଲକୁ ଯାଇକି ଗଛରେ ଚଢ଼ିକି ଏ ଜାମୁକୋଳି ତୋଳିକି ଆଣୁଥିଲୁ। ଯେହେତୁ ଆମ ଗାଁ ନୟାଗଡ଼ ଆଡ଼େ ଜଙ୍ଗଲ ଏରିଆ, ଜାମୁକୋଳି ସଫିସିଏଣ୍ଟ ମିଳେ। ଆଉ ଆମେ ଯାଇକି ଆକୁ ଆଣୁ। ଏଇ ସାଇଜ୍ ଆଠୁ ଛୋଟ, ଆଠୁ ଆହୁରି ପୁରା ବଡ଼ ବଡ଼ ପିଜୁଳି ଟାଇପ୍ର ବି ଜାମୁକୋଳି ଅଛି। ଆମେ ଖାଉ ସବୁବେଳେ। ପୁଅକୁ ଗୋଟେ ଟେଷ୍ଟ କରିବାକୁ ଦେବା, କେମିତି ଯାଉଛି ସେ ଖାଇକି କହିବ। ଭଲ କି? ତ ସାଙ୍ଗମାନେ ଆପଣମାନେ ଯଦି ଜାମୁକୋଳି ଖାଇବେ ଆମ ଘରକୁ ପଳେଇ ଆସନ୍ତୁ।